ଏହି ବର୍ଷ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ପାଳନ ହେବନି 77ତମ ସାଧାରଣତନ୍ତ୍ର ଦିବସ। କାରଣ ଗଜପତି ଉତ୍ସବ ପରେ ଗଜପତି ଷ୍ଟାଡିୟମ ପରିସରରେ ବର୍ତ୍ତମାନ ପଡ଼ି ରହିଛି ବିଭିନ୍ନ ଷ୍ଟଲ ଏବଂ ଷ୍ଟେଜ। ଆପଣମାନେ ଏ ଦୃଶ୍ୟ ଦେଖିପାରୁଥିବେ, ଗଜପତି ଜିଲ୍ଲା ଯେଉଁ ଗଜପତି ଷ୍ଟାଡିୟମ ରହିଛି ସେଠି 5 ଦିନ ଧରି ଗଜପତି ଉତ୍ସବ ହୋଇଥିଲା। ବର୍ତ୍ତମାନ ଷ୍ଟଲ ଫିଟେଇବାରେ ବ୍ୟସ୍ତ ଅଛନ୍ତି କାରିଗର ମାନେ, ଯେଉଁମାନେ ଷ୍ଟେଜ ବାନ୍ଧିଥିଲେ ଏବଂ ବିଭିନ୍ନ ଷ୍ଟଲ ମଧ୍ୟ ବାନ୍ଧିଥିଲେ, ଯାହା ଫଳରେ ବର୍ତ୍ତମାନ ଏହି ବର୍ଷ ଆଉ ଷ୍ଟାଡିୟମ ପରିସରରେ 77ତମ ସାଧାରଣତନ୍ତ୍ର ଦିବସ ପାଳନ ନ ହୋଇ ଅନ୍ୟ କେଉଁଠି ପାଳନ ହେବ। ଆପଣମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ, କାହିଁକି ଗଜପତି ଷ୍ଟାଡିୟମରେ ଏହି ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ହେଲାନି। ଏହାର କାରଣ ହେଉଛି ଗଜପତି ଷ୍ଟାଡିୟମ ପରିସରରେ ଯେଉଁ ଷ୍ଟଲ ନିର୍ମାଣ ହୋଇଥିଲା ତାହାର ଫିଟେଇବାର ବିଳମ୍ବ ହେବ ଏବଂ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ବହୁ ଗହଳି ହେବାର ସମ୍ଭାବନା ରହିଛି। ଗଜପତି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ସମସ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଏବଂ ଅଭିଭାବକ ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏହି ବର୍ଷ ସ୍ଥିର କରାଯାଇଛି ଏହି କାର୍ଯ୍ୟକ୍ରମ କରିବା ପାଇଁ। ତେଣୁ ସମସ୍ତଙ୍କୁ ଅନୁରୋଧ ରହିଲା, 26/1/2026ରେ ସାଧାରଣତନ୍ତ୍ର ଦିବସ ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେବ। ଏହି ଖେଳ ପଡ଼ିଆରେ ଯୋଗଦେବେ ଏବଂ ଯେଭଳି ଭାବରେ ପ୍ରତ୍ୟେକ ବର୍ଷ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରୁ ଛାତ୍ରଛାତ୍ରୀମାନେ ଆସି ନିଜର ପ୍ୟାରେଡ୍ ଦ୍ୱାରା ଉତ୍ସାହିତ କରୁଥିଲେ, ଏହି ବର୍ଷ ମଧ୍ୟ ପ୍ୟାରେଡ୍ ଦେଖିବା ପାଇଁ ଯଦି ଇଚ୍ଛୁକ ପ୍ରକାଶ କରିଛନ୍ତି, ଆଉ ଗଜପତି ଷ୍ଟାଡିୟମକୁ ନ ଯାଇ ଆପଣମାନଙ୍କୁ ଆସିବାକୁ ହେବ ମହାରାଜାଙ୍କ ଖେଳ ପଡ଼ିଆକୁ। କଲେଜ ପରିସରରେ ଥିବା ଏହି ଖେଳ ପଡ଼ିଆରେ ଏହି ବର୍ଷ ପ୍ୟାରେଡ୍ ଅନୁଷ୍ଠିତ ହେବ। ସେଥିପାଇଁ ଆପଣଙ୍କୁ ଆମେ ସେ ଦୃଶ୍ୟ ଦେଖାଇବୁ। ବର୍ତ୍ତମାନ ଖେଳ ପଡ଼ିଆରେ ସମ୍ପୂର୍ଣ୍ଣ ଖେଳ ପଡ଼ିଆକୁ ସଜାଡ଼ା ଦିଆଯାଇଛି। ଖେଳ ପଡ଼ିଆରେ ବ୍ୟାରିକେଡ୍ ବାନ୍ଧିବା ସହିତ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ପାଇଁ ଟ୍ୟାଙ୍କର ମଧ୍ୟ ରହିଛି ଏବଂ ଯେଉଁମାନେ କାମରେ ଦେଖୁଥିବେ ଲେବର ମାନେ ମଧ୍ୟ କାମରେ ଲାଗିଛନ୍ତି। ଟ୍ରାକ୍ଟର ସାହାଯ୍ୟରେ ବିଭିନ୍ନ ସାମଗ୍ରୀ, ଯାହା ଖେଳ ପଡ଼ିଆର ବ୍ୟାରିକେଡ୍ ଠୁ ଆରମ୍ଭ କରି ଷ୍ଟେଜ ପାଇଁ ସମସ୍ତ ସାମଗ୍ରୀ ଅଣାହେଉଛି। ଖେଳ ପଡ଼ିଆ ପରିସରରେ ବର୍ତ୍ତମାନ କାମ ଆରମ୍ଭ ହୋଇଛି। ତେଣୁ ମନରେ ଦ୍ୱନ୍ଦ୍ୱ ନ ରଖି ଆପଣମାନେ ଏହି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଖେଳ ପଡ଼ିଆକୁ ଆସନ୍ତୁ। 26/1/2026ରେ ଯେଉଁ ଜିଲ୍ଲା ସ୍ତରୀୟ 77ତମ ସାଧାରଣତନ୍ତ୍ର ଦିବସ ପାଳନ ହେବ, ଏହି ସାଧାରଣତନ୍ତ୍ର ଦିବସରେ ଆମେ ସମସ୍ତେ ଭାରତୀୟ ଏବଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଏକତା ଭାବରେ ଏହି ସାଧାରଣତନ୍ତ୍ର ଦିବସ ପାଳନ କରିବା। ଏଥିପାଇଁ ଜୋରସୋର କାମ ଲାଗିଛି। ତେଣୁ ନିଜ ମନରୁ ଦ୍ୱନ୍ଦ୍ୱ ଦୂରୀକରଣ କରନ୍ତୁ ଏବଂ ସମସ୍ତେ ଆସନ୍ତୁ। ଜାନୁଆରୀ 26 ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱୟଂଶାସିତ ଖେଳ ପଡ଼ିଆରେ ଏହି ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ହେବ। ତେବେ ଆସନ୍ତୁ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ଏବଂ ଜାତୀୟତା ଭାବ ପ୍ରକାଶ କରିବା। ବ୍ୟୁରୋ ରିପୋର୍ଟ, MNB TV, ଗଜପତି।